ପାପ ଏବଂ ବାସନା। ସୁଶୀଲ ନାମକ ଜଣେ ବ୍ୟକ୍ତି ସାମପୁର ନାମକ ଏକ ଗାଁରେ ବହୁତ ଖୁସିରେ ରହୁଥିଲେ। ଚାଷ କାମ କରିବା ସହିତ ସୁଶୀଲ ବହୁତ ଧନବାନ ମଧ୍ୟ ଥିଲେ। ତା ସହିତ ସେ ବହୁତ ଧର୍ମପରାୟଣ ଥିଲେ। ଦାନ, ଧର୍ମ, ଭଲ ଗୁଣ, ଭଲ ଚରିତ୍ର ଏବଂ ସମୃଦ୍ଧତା ହେତୁ ସୁଶୀଲ ତାଙ୍କ ଅଞ୍ଚଳରେ ବେଶ ପ୍ରସିଦ୍ଧ ଥିଲେ। ଗାଁର ସମସ୍ତ ଲୋକମାନେ କହୁଥିଲେ ଯେ ସୁଶୀଲ ଭଳି ଭଲ ଗୁଣ ଏବଂ ସଚ୍ଚୋଟ ବ୍ୟକ୍ତି ଗାଁରେ ଆଉ କିଏ ନାହାନ୍ତି। ଯେତେବେଳେ ସୁଶୀଲର ଗୁଣଗାନର କଥା ପାପ ଏବଂ ବାସନା ଶୁଣିଲେ ତୁରନ୍ତ ସେମାନେ ସୁଶୀଲର ପରୀକ୍ଷା ନେବା ପାଇଁ ଚାହିଁଲେ। ପାପ ଏକ ବୃଦ୍ଧ ବ୍ରାହ୍ମଣର ରୂପ ନେଲା ଏବଂ ବାସନା ଏକ ସୁନ୍ଦରୀ ଯୁବତୀର ରୂପ ନେଇ ସୁଶୀଲର ଘର ଆଡ଼କୁ ଆଗେଇ ଚାଲିଲେ। ଗୋଟେ ଦିନର କଥା, ସୂର୍ଯ୍ୟାସ୍ତ ହେବାକୁ ଲାଗିଲା। ସନ୍ଧ୍ୟା ହେଲା ବେଳକୁ ଦିନମାନ ପରିଶ୍ରମ କରି ଚାଷୀ ଭାଇମାନେ ନିଜ ନିଜ ଘରକୁ ଫେରୁଥିଲେ। ସୁଶୀଲ ମଧ୍ୟ ନିଜ ଘରେ ପହଞ୍ଚିଲା। ଠିକ୍ ସେତିକି ବେଳେ କବାଟ ଠକ୍ ଠକ୍ ଶୁଭିଲା। ସୁଶୀଲ କବାଟ ଖୋଲିଲା ବେଳକୁ ଦେଖିଲା ଜଣେ ବୃଦ୍ଧ ବ୍ରାହ୍ମଣଙ୍କ ସହିତ ସୁନ୍ଦରୀ ଯୁବତୀ ଜଣକ ଛିଡ଼ା ହେଇଛନ୍ତି। ବୃଦ୍ଧ ବ୍ରାହ୍ମଣଙ୍କୁ ଦେଖି ସୁଶୀଲ ପଚାରିଲା, ଆପଣ କିଏ? ମୁଁ ଆପଣଙ୍କୁ କି ସାହାଯ୍ୟ କରିପାରିବି? ବୃଦ୍ଧ ବ୍ରାହ୍ମଣ କହିଲେ, ମୁଁ ଆପଣଙ୍କର ବହୁତ ନାଁ ଶୁଣିଛି। ଆପଣଙ୍କ ଗୁଣଜ୍ଞାନରେ ପ୍ରଭାବିତ ହେଇ ମୁଁ ଆପଣଙ୍କ ପାଖକୁ ଆସିଛି। ଆମେ ଦୁଇ ଜଣ ପଥ ଆରୋହୀ ଅଟୁ। ବହୁତ ଦୂରରୁ ଆସିଛୁ ଏବଂ ଆମକୁ ଆଜି ରାତିରେ ପାଖ ଗାଁରେ ପହଞ୍ଚିବାର ଅଛି। ରାସ୍ତା ବହୁତ ସୁନସାନ ଅଛି। ତା ସହିତ ରାସ୍ତାରେ ନଦୀ, ନାଳ ଏବଂ ଚୋର ଡାକୁର ଭୟ ରହିଛି। ଏମିତି ପରିସ୍ଥିତିରେ ମୁଁ ମୋର ଯବାନ ଝିଅକୁ ମୋ ସାଥିରେ ନେଇ ଯାଇପାରିବି ନାହିଁ। ଆପଣ ମୋ କନ୍ୟାକୁ ଆଜି ରାତିରେ ଆପଣଙ୍କ ଘରେ ଦୟାକରି ଆଶ୍ରୟ ଦିଅନ୍ତୁ। ମୁଁ ଫେରିଲା ବେଳକୁ ମୋ କନ୍ୟାକୁ ସାଙ୍ଗରେ ନେଇ ଚାଲିଯିବି। ସୁଶୀଲ ଚିନ୍ତା କରିବାକୁ ଲାଗିଲେ। ଠିକ୍ ସେହି ସମୟରେ ବୃଦ୍ଧ ବ୍ରାହ୍ମଣ ପଚାରିଲେ, ଆପଣ କ'ଣ ଭାବୁଛନ୍ତି? ଆପଣଙ୍କ ଭଳି ଧର୍ମବନ୍ତ ବ୍ୟକ୍ତିଙ୍କ ଉପରେ ମୋର ଟିକେ ବି ସନ୍ଦେହ ନାହିଁ। ମୋର ଏ ପରିସ୍ଥିତିକୁ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ଏତେ ରାତିରେ ମୁଁ ମୋର ଯବାନ କନ୍ୟାକୁ ନେଇ କେମିତି ଯାଇପାରିବି? ସୁଶୀଲ ନିଜର ଧର୍ମପରାୟଣତା ଓ ଅତିଥି ସମ୍ମାନ କଥା ଚିନ୍ତା କରି ବ୍ରାହ୍ମଣଙ୍କ କନ୍ୟାକୁ ନିଜ ଘରେ ଆଶ୍ରୟ ଦେଲେ। ପାପ ନିଜର ଯୋଜନାର ପ୍ରଥମ ସଫଳତା ଦେଖି ବହୁତ ଖୁସି ହେଲା। ବାସନା ରୂପୀ ସୁନ୍ଦରୀ ନିଜର ପାଦ ଘରେ ପକଉ ପକଉ ସୁଶୀଲ ଉପରେ ନିଜର ମାୟାଜାଲ ବିଛାଇ ଦେଲା। ନାନା ପ୍ରକାର ଶୃଙ୍ଗାର କରିକି ମିଠା ମିଠା କଥା କହି ନିଜର ରୂପ ଯୌବନ ଦେଖେଇ ସୁଶୀଲକୁ ପ୍ରଭାବିତ କରିବାକୁ ଲାଗିଲା। ସଙ୍ଗତର ପ୍ରଭାବ ହେବାକୁ ଲାଗିଲା। ସୁଶୀଲର ମନ ସୁନ୍ଦରୀର ମାୟାଜାଲରେ ଫସିବାକୁ ଲାଗିଲା। କିନ୍ତୁ ସୁଶୀଲ ନିଜର ମନକୁ ନିୟନ୍ତ୍ରଣରେ ରଖିଲା ଏବଂ ଧର୍ମରକ୍ଷା ଭାବନା ତା ମନରେ ଜାତ ହେଲା। ବହୁତ ଦିନ ହେଇଗଲା, ବୃଦ୍ଧ ବ୍ରାହ୍ମଣ ଫେରିଲେ ନାହିଁ। କାହିଁକି ନା ଏସବୁ ତ ପାପର କୁଟିଳ ଯୋଜନା ଥିଲା। ଯୁବତୀ ରହିବାର ବହୁତ ଦିନ ବିତିଗଲା। ବାସନାର ଜାଲରେ ଧୀରେ ଧୀରେ ସୁଶୀଲ ଫସିବାକୁ ଲାଗିଲା। ଆଳସ୍ୟ ଏବଂ ଆନନ୍ଦ ପ୍ରମୋଦ ସୁଶୀଲକୁ ବଶ କରିବାକୁ ଲାଗିଲେ। ଅଚାନକ ଗୋଟେ ରାତ୍ରିରେ ସୁଶୀଲ ସ୍ୱପ୍ନରେ ଦେଖିଲା ଏକ ଜ୍ୟୋତିର୍ମୟୀ ଦେବୀ ତା ଘରୁ ବାହାରି ଚାଲି ଯାଉଥିଲେ। ସୁଶୀଲ ପଚାରିଲା, ଦେବୀ ଆପଣ କିଏ? ଆପଣ ମୋ ଘରୁ ବାହାରି କାହିଁକି ଯାଉଛନ୍ତି? ଦେବୀ କହିଲେ, ତୁ ଧର୍ମରୁ ଧୀରେ ଧୀରେ ଦୂରେଇ ଯାଉଛୁ। ମୁଁ ହେଉଛି ସୌଭାଗ୍ୟ ଲକ୍ଷ୍ମୀ। ମୁଁ ଏବେ ଆଉ ଏ ଘରେ ରହିପାରିବି ନାହିଁ, ସେଥିପାଇଁ ମୁଁ ଯାଉଛି। ସେପଟେ ବାସନା ରୂପୀ କନ୍ୟାର ମାୟାଜାଲ ବଢ଼ି ଚାଲିଥାଏ। ଦ୍ୱିତୀୟ ଦିନ ରାତିରେ ପୁଣି ସୁଶୀଲକୁ ସ୍ୱପ୍ନ ଆସିଲା ଜଣେ ଦିବ୍ୟ ଦେବୀ ଘରୁ ବାହାରି ଯାଉଛନ୍ତି। ସୁଶୀଲ ତାଙ୍କୁ ପଚାରିଲେ, ଦେବୀ ଆପଣ କିଏ? ଦେବୀ କହିଲେ, ତୁ ସେ ବାସନା ରୂପୀ ଯୁବତୀର ମାୟାଜାଲରେ ପଡ଼ିଗଲୁଣି। ମୁଁ ଯଶଲକ୍ଷ୍ମୀ। ଏହି କାରଣ ପାଇଁ ମୁଁ ତ ଘରୁ ଚାଲି ଯାଉଛି। ତୃତୀୟ ଦିନ ପୁଣି ସୁଶୀଲକୁ ସ୍ୱପ୍ନ ଆସିଲା। ଜଣେ ଦେବୀ ପ୍ରକଟ ହେଇ କହିଲେ, ତୁ ବାସନାର ମାୟାଜାଲରେ ଫସି ଫସି ଯାଉଛୁ। ମୁଁ କୁଳଦେବୀ। ଏଭଳି ପରିସ୍ଥିତିରେ ମୁଁ ଏ ଘରେ ରହିପାରିବି ନାହିଁ। ମୁଁ ଯାଉଛି। ଆହୁରି କିଛି ଦିନ ବିତିଗଲା। ବାସନା ରୂପୀ ଯୁବତୀ ସୁଶୀଲର ଆହୁରି ନିକଟତର ହେବାକୁ ଚେଷ୍ଟା କଲା। ଠିକ୍ ସେଇଦିନ ରାତିରେ ସୁଶୀଲକୁ ଆଉ ଗୋଟେ ସ୍ୱପ୍ନ ହେଲା। ଜଣେ ଦିବ୍ୟ ପୁରୁଷ ଘରୁ ବାହାରୁଥିଲେ। ତାଙ୍କୁ ଦେଖି ସୁଶୀଲ ତାଙ୍କର ପାଦ ଧରି ପଚାରିଲେ, ଆପଣ କିଏ? ଘରୁ ବାହାରି କାହିଁକି ଯାଉଛନ୍ତି? ଦିବ୍ୟ ପୁରୁଷ କହିଲେ, ମୁଁ ହେଉଛି ଧର୍ମ। ତମ ଘରୁ ସୌଭାଗ୍ୟ, ଯଶ ଏବଂ କୁଳ ତିନି ଦେବୀ ଚାଲିଗଲେ। ମୁଁ ଏ ଘରେ ରହିପାରିବି ନାହିଁ। ଏହି କାରଣ ପାଇଁ ମୁଁ ବି ଯାଉଛି। ଏସବୁ ଶୁଣି ସାରିଲା ପରେ ସୁଶୀଲ ହୃଦୟରୁ ବହୁ ଜୋରରେ କାନ୍ଦିବାକୁ ଲାଗିଲା।
ତା ଆଖିରୁ ଅଶ୍ରୁ ବାହାରିବାକୁ ଲାଗିଲା। ଧର୍ମର ପାଦ ଧରି କହିଲା, ଭଗବାନ, ମୁଁ ଯାହା ବି କଲି ଧର୍ମ ରକ୍ଷା ପାଇଁ କରିଛି। ଆପଣଙ୍କ ପାଇଁ ମୁଁ ସେଦିନ ସେ କନ୍ୟାକୁ ମୋ ଘରେ ଜାଗା ଦେଇଥିଲି। ମୁଁ ଅତିଥି ଧର୍ମର ପାଳନ କଲି। ଆପଣ ମୋତେ କ୍ଷମା କରିଦିଅନ୍ତୁ ଏବଂ ମୋ ଘରୁ ବାହାରି ଯାଆନ୍ତୁ ନାହିଁ। ବାସନା ସହ ମୋର କୌଣସି ସମ୍ପର୍କ ନାହିଁ। ମୁଁ ଧର୍ମର ପାଳନ କରିଥିଲି। ନିଦରୁ ଉଠିଲା ପରେ ସୁଶୀଲ ଆଗ ଭଳି ଧର୍ମର ପାଳନ କରିବାକୁ ଲାଗିଲା। ଠିକ୍ ସେତିକି ବେଳେ ବାସନା ରୂପୀ ଯୁବତୀ ଘରୁ ଅନ୍ତର୍ଦ୍ଧାନ ହେଇଗଲା। ଏହି କଥାରୁ ଆମେ ଶିଖିବାକୁ ପାଇଲେ, ନିଜ ମନକୁ ଆୟତ୍ତ କରି ଆମେ ଯେକୌଣସି କୁସଙ୍ଗତକୁ ଛାଡ଼ିପାରିବା। ଧର୍ମ ପାଳନ ହିଁ ସବୁଠୁ ଶ୍ରେଷ୍ଠ ଅଟେ। ଯେଉଁଠି ନିଜର ଭଲ ଆଚରଣ, ଅନ୍ୟମାନଙ୍କ ପ୍ରତି ଆଦର ଆପଣଙ୍କୁ ସମ୍ମାନ ଦେବା ସହିତ ଆପଣଙ୍କୁ ବହୁତ ଆଗକୁ ନେଇଥାଏ। ଠିକ୍ ସେହିପରି କୁସଙ୍ଗତ, ଖରାପ ଚିନ୍ତା, କ୍ରୋଧ, ଅହଙ୍କାର ଆପଣଙ୍କୁ ବହୁତ ତଳକୁ ନେଇଯାଇଥାଏ। ସାଙ୍ଗମାନେ, ଆପଣମାନଙ୍କୁ ଆଜିର କାହାଣୀଟି କିପରି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବେ। ଦୟାକରି ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତା ସହିତ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ନୂଆ କାହାଣୀ ଆସିଲେ ଆପଣଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚି ପାରିବ।